ସେଇଟା ଚାଲିଲା ନେଇଗଲୁ ବସେ ବସ କମ୍ଫର୍ଟେବଲ ହଉ କମ୍ଫର୍ଟେବଲ ଅଛ अरे पढ़िबा ना ब्राह्मी पाखରୁ स्टार्ट କରିବା ନୂଆ ନୂଆ ଷ୍ଟାର୍ଟ ନା ନା ନୂଆ ଷ୍ଟାର୍ଟ ହବ ସେମାନେ କହିଲେ ଗୋଟେ ନୂଆ ଲାଙ୍ଗୁଏଜ ଟା ଗୋଟେ ଶିଖି ବ୍ରାହ୍ମୀର ତ ସେଟା ତାଙ୍କର ଅଛି ତ ବ୍ରାହ୍ମୀ ଷ୍ଟାର୍ଟ କରିବା ନର୍ମାଲ ଖାଲି ଆମେ ଅ ଆ ଏ ଆଲଫାବେଟ ଗୁଡା ହିଁ ଶିଖିବା ବେଶୀ କିଛି ନାହିଁ ଏଗୁଡା ହିଁ ଶିଖିବାର ଅଛି ଓଡିଆ ସମସ୍ତଙ୍କୁ ଆସେ ଓଡିଆରେ ଅ ରୁ ହ ପର୍ଯ୍ୟନ୍ତ ବା କ୍ଷୟ ପର୍ଯ୍ୟନ୍ତ କେତେ ଜଣ ଲେଖିପାରିବ ହଉ, ଠିକ ଅଛି। ତାହେଲେ ମୁଁ ଆଗେ ବ୍ରାହ୍ମୀ ଲେଖି ଦଉଛେ ଏକଟି ରହ
କୋଉଠି କୋଉଠି ୟୁଜ ନାହିଁ ଯେତେବେଳେ ଆମେ କୌଣସି ଇନସ୍କ୍ରିପସନ ପଢିବା ସେ ଇନସ୍କ୍ରିପସନ ରେ ବ୍ରାହ୍ମୀରେ ଲେଖା ଅଛି ବୁଝିପାରିଲ ଇନସ୍କ୍ରିପସନ ଗୁଡିକ ଯେମିତି ତମର ରହିଲା ଧଉଳିରେ ଯୋଉ ଅଶୋକଙ୍କର ଯୋଉ ଶିଳାଲେଖ ଅଛି ସେ ଶିଳାଲେଖରେ ବ୍ରାହ୍ମୀରେ ଲେଖା ହେଇଛି ଆମର ହାତୀଗୁମ୍ଫା ଇନସ୍କ୍ରିପସନ ରେ ରହିଲା ଖାରବେଳଙ୍କର କୋଉଠି ରହିଲା ଉଦୟଗିରି ଖଣ୍ଡଗିରି ଯୋଉ ଇଏରେ ରହିଲା ସେଥିରେ ବି ବ୍ରାହ୍ମୀ ଲାଙ୍ଗୁଏଜ ରେ ଲେଖା ହେଇଛି ହେଲା ଆଗେ ଏଇଟା ଲେଖିସ ବ୍ରାହ୍ମୀରେ ଲାଙ୍ଗୁଏଜ ଅଲଗା ଏଟା ହଉଛି କଣ ଏଟା ଗୋଟେ ୱେ ଅଫ ମିଡିୟମ ଟା ଲେଖିବାର ବୁଝିପାରିଲ ଏଟା ହଉଛି ଆଲଫାବେଟ କିନ୍ତୁ ଭାଷାଟା ରହୁଛି ଅଲଗା ଯେମିତି ର ର ର ର ଏବେ ନୁହେଁ ଅଲଗା ଅଛି ହଁ ଦେଖ ବୁଝ ଆଗେ ଜିନିଷଟା ତମେ ହ୍ୱାଟ୍ସଆପ ରେ ସମସ୍ତେ ମେସେଜ କରୁଛ ହେଲା ଟାଇପିଂ କୋଉଥିରେ କରୁଛ ତମର କହିବାର ମିଡିୟମ ଟା କଣ ରହୁଛି ଓଡିଆ ଏଟା ହଉଛି ଲାଙ୍ଗୁଏଜ କୁ ଆସିବ ହେଲା ସ୍କ୍ରିପ୍ଟ ରହିବ କୋଉଥିରେ? ଏଟା ଅ ରୁ ଓ ପର୍ଯ୍ୟନ୍ତ ଏତିକି ରହିଲା ଲେଖିଲେ ଲିଭେଇବି ତାପରେ କୁଆଡେ ଗଲା ଲିଭେଇବା ସାର୍ ଲିଭେଇବା ରାଜଶ୍ରୀ କାହିଁକିନା ତମକୁ ବହିରେ ଗୋଟେ ଜାଗାରେ ଦିଆଯାଇଅଛି ଏଇଥିରେ ରୁମିଂ ଦେଇ ଇନସ୍କ୍ରିପସନ ଲେଖା ହେଇଛି ରୁମିଂ ଦେଇ ଇନସ୍କ୍ରିପସନ ରୁମିଂ ଦେଇ ଇନସ୍କ୍ରିପସନ ରେ ଅଶୋକ ବ୍ରାହ୍ମୀ ଲାଙ୍ଗୁଏଜ ରେ ଲେଖିଛି ଏଇଠି ଯୋଉଟା ଲେଖା ହେଇଛି ଏଟା ଟୋଟାଲି ବ୍ରାହ୍ମୀରେ ଲେଖା ହେଇଛି ବୁଝିପାରିଲ ଏଟା ଦେବାଲ କୋଉଠି ଏଇଠି ନା ନା କିଛି ନାହିଁ କିଛି ନାହିଁ କିଛି ନାହିଁ କିଛି ନାହିଁ କିଛି ନାହିଁ ହଁ ଏଟା ପଢି ହବନି ଆଗେ ପ୍ରାକ୍ଟିସ କରିବ ନା ଦେଖିକି କୁଆଡୁ ପଢି ହବ ଲେଖିଲ ଲିଭେଇବି ନା କଣ ଲେଖିବା ଦବ ଲେଖ 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 ବହୁତ ଜାଗାରେ ଏଇ ଯେମିତି ଲେଖା ହେଇଛି ଟିକେ ଟିକେ ରୁଇନ ହେଇଯାଇଛି ବହୁତ ଜାଗାରେ ଲେଖା ହେଇଯିବ ଆଉ ଯୋଉଟା ଅଛି ତମର ଘ ଏମିତି କୋଉଠି ଜାଗାରେ ଏମିତି ଲେଖିବା ମାନେ ଦେଖିବାକୁ ପାଇବ କୋଉ ଜାଗାରେ ଏତିକି ଦେଖିବାକୁ ପାଇବ ମାନେ ବାକ୍ୟ ଅଂଶ ଗୁଡିକ କଣ ହେଇଯାଇଛି ବର୍ଷା ବର୍ଷା ପଡିକି ଏଟା ସବୁ କଣ ହେଇଯାଇଛି ଲେଖି ଯାଇଛି ବୁଝିପାରିଲ ତ ଏଟା ଏମିତି ଏଟା ଟିକେ ଟିକେ ଯୋଉଟା କି ଯୋଉଟା କି ବୁଝ ତମମାନଙ୍କୁ କହୁଛି ମତେ ଟିକେ ନିଅ ହେଲା ତାପରେ ରହିଲା ଟ ତାପରେ ଆସିଲେ ତାପରେ ଆସିବ ତେଣୁ
ପାଟି ବେଶୀ ଶୁଭୁଛି। ତୁମମାନଙ୍କର ପାଟି ବେଶୀ ଶୁଭୁଛି। ଜଲ୍ଦି ଲେଖ। ଉପରୁ ଲେଖିଲ। କୋଉଟା? ତ ଏଇଟା ମର୍ସିଡିଜ ର ତଟା ଏମିତି। ରହିଲା। ଆମର କିଛି କଇଁଛ ଅଛନ୍ତି ପଛରେ, ସେ ଆରାମରେ ଲେଖୁଛନ୍ତି। ସେ ଦିଟା ହିଁ ଲେଖୁ। ଇଏ ଗୋଟେ ହଉଛି ସୋର୍ସ ହେଲା। ଯେମିତି ହିଷ୍ଟ୍ରି ଲେଖିବାରେ ଆଉ ହିଷ୍ଟ୍ରି ବିଷୟରେ ଜାଣିବାର ଯୋଉ ସୋର୍ସ ଦରକାର ହୁଏ, ଇଏ ହଉଛି ଗୋଟେ ସୋର୍ସ। ବୁଝିପାରିଲ? ଏଇଟା ମାଲାୟାଲମରେ ଦୀର୍ଘଉ ହେଲା। ହଁ ହଁ ଏଇଟା ତୋରେ କଣ ହବ? ଦେଖିବାର ପ୍ରୋବ୍ଲେମ ହଉଛି ଆସିବ। କୋଉଟା? ଏଇଟା ୟ। ହଁ ର। ର ଟିକେ ବଙ୍କା ଅଛି। ତଳ ତଳ ଲେଖି ଦଉଛି। ନା ନା ଅଧା ଅଧା ଅଧା। ହଁ। ହୁଁ। କୋଉଟା? ଏଇଟା ଆଉ ଏଇଟା ଦିଟାଙ୍କ ସେମ୍। କ ହବ। ତାପରେ ରହିଲା କଣ? ମାତ୍ରା। ମାତ୍ରା ଖାଲି କରେ ହିଁ କରେଇ ଦଉଛି, କାରଣ ବାକି ଗୁରା କ କା 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 କେମିତି କରିଦଉଛି।
ନା ନା। ଏବେ କୁହ କାହାର ନାହିଁ ଇଜି ଅଛି ଲେଖିଲା ଭଳିଆ ନର୍ମାଲ ମାତ୍ରା ଆ ଇ ଉ ରେ ଯିବ। କଣ ତୋ ନାଁ କଣ? କୋଉଠି ସେ ସହରେ ନ ପଳେଇ ଆସୁଛି ସେଟା କଣ ନା ଯୁକ୍ତାକ୍ଷର କିଛି କଣ ନର୍ମାଲ ନା କଥା ଲିମା କେମିତି କୋଉଟା ତୋର ହର୍ଷିକା ନାଦ୍ରି କି କାର ହର୍ଷିକାର ହଉଛି କାର ବଢିକି ମା ଯେମିତି ହେଇଗଲା। ଟିକେ ଥରେ ଆରେ ଏଇଟା ତମେ ପଢିବନି ଏଟା ଖାଲି ତମେ ଗୋଟେ ଜାଣିବା ପାଇଁ ଲେଖିଲ କିଛି ନାହିଁ ହେଲା। ଆସିବା ହିଷ୍ଟ୍ରି ପଛକୁ କାହିଁକି ଏଟା ପଢିବା ବା କଣ ପାଇଁ ଏଟା ପଢାଯାଏ। ଯୋଉ ହିଷ୍ଟୋରିଆନ୍ସ କହିଲେ ଯେ ଖାଲି ଇତିହାସ ପଢି ଦଉଛନ୍ତି ତାଙ୍କୁ ହିଷ୍ଟୋରିଆନ କୁହାଯାଏ ନାହିଁ। ତାଙ୍କ ମଧ୍ୟରେ ବି କଣ କରାଯାଏ କ୍ଲାସିଫିକେସନ ଅଛି। ମାନେ ଯୋଉମାନେ ମାନେ ବହୁତ ଜଣ ଲୋକ ଅଛନ୍ତି ଖାଲି ଇନସ୍କ୍ରିପସନ ପଢୁଛନ୍ତି। ବହୁତ ଜଣ ଏମିତି ଅଛନ୍ତି ଯେ ଖାଲି ନ୍ୟୁମେରିକ ବା କଏନ ବିଷୟରେ ପଢୁଛନ୍ତି। ବହୁତ ଜଣ ଅଛନ୍ତି ଯେ କୋଉଟା ଆମର ଯୋଉ ରୁଇନ ଯୋଉ ଭଗ୍ନାବଶେଷ ସେଗୁଡାକୁ ପଢୁଛନ୍ତି। ବହୁତ ଜଣ ଅଛନ୍ତି ଯୋଉଟା କି ମାଟିକୁ ଖୋଳିକି ଆର୍କୋଲୋଜି ସୋର୍ସ ବାହାର କରିକି ସେଠୁ ପଢୁଛନ୍ତି। ତାହେଲେ ଗୋଟେ ଜାଗାରେ ଯେତେବେଳେ କଣ କରାଯାଏ ଖନନ କରାଯାଏ ବା ଏକ୍ସକାଭେସନ ହୁଏ ସେ ଜାଗାରେ ଖାଲି ହିଷ୍ଟୋରିଆନ ଯାଏ ନାହିଁ। ବୁଝିପାରିଲ ମାନେ ହିଷ୍ଟୋରିଆନ ଭିତରେ ବହୁତ ଜଣ ହିଷ୍ଟୋରିଆନ ଏବଂ ତା ସହିତ ଜିଓଲୋଜିଷ୍ଟ ତାପରେ ରହିଲା ତମର ଟିଚର ତାପରେ ରହିଲା ତମର ଜିଓଗ୍ରାଫିର ଟିଚର ଏମାନେ ସମସ୍ତେ ଯିବେ। ଆଉ ରହିଲେ ଯୋଉମାନେ କାର୍ବନ ଡେଟିଂ କରୁଛନ୍ତି ଗୋଟେ ଜାଗାକୁ ଗଲେ ସେଇଥିରୁ ବାହାରିବ ତମର ସୋର୍ସ ବିଷୟରେ ମାନେ ଲିଭେଇ ଦଉଛି ଏଟା ଯାଉଛ ଧର ମୋର କୋଉଠି ଖଣ୍ଡଗିରି ହାତୀ ଗୁମ୍ଫା ଯାଇଥିବ ତା ମାନେ ଭିତରକୁ ବହୁତ ଜଣ ଯାଇଥିବ। ସେଠି ସବୁଠାରୁ ଯୋଉ ବଡ ଇଏଟା ରହିଛି ଗୁମ୍ଫାଟା ରହିଛି ଲେଖା ହେଇଛି ତ ପିଲାର ଉପରେ ଦେଖିବ ବ୍ରାହ୍ମୀରେ ଲେଖା ଅଛି ସବୁ ବ୍ରାହ୍ମୀରେ ଲେଖା ଅଛି ହେଲା। ବ୍ରାହ୍ମୀରେ ଲେଖା ଯାଇଛି କିନ୍ତୁ ଲାଙ୍ଗୁଏଜ କଣ ରହିଲା ପାଲି ରହିଲା। ବୁଝିପାରିଲ ପାଲି ରହିଲା। ବ୍ରାହ୍ମୀକୁ ଫାଷ୍ଟ ପଢିବାରେ ସଫଳ ହେଇଥିଲେ ଜେମ୍ସ ପ୍ରିନ୍ସେପ। ପ୍ରିନ୍ସେପ 1937 ଯେତେବେଳେ ସେ ଏଇଟାକୁ ଡେସିଫାର କରିନେଲେ ବ୍ରାହ୍ମୀଟାକୁ ଆମକୁ ଇତିହାସ ବିଷୟରେ ଆହୁରି ଅଧିକ ନଲେଜ ଇତିହାସ ବିଷୟରେ ଆହୁରି ଅନେକ ତଥ୍ୟ ମିଳିଗଲା ସୋର୍ସେସ ମିଳିଗଲା ଯାହା ଫଳରେ କି ଅଶୋକ ଏବଂ ଅଶୋକଙ୍କ ଟାଇମ ପିରିୟଡରେ ଯୋଉମାନେ ଥିଲେ ବା ତା ପରବର୍ତ୍ତୀ ଟାଇମରେ ଇତିହାସ ବିଷୟରେ ଆମକୁ ଜାଣିବାକୁ ମିଳିଲା। ବୁଝିପାରିଲ ତାହେଲେ କୁହାଯାଏ ସିଭିଲାଇଜେସନ ଭିତରୁ ସବୁଠାରୁ ଓଲ୍ଡେଷ୍ଟ ସିଭିଲାଇଜେସନ କୋଉଟା ଇଣ୍ଡସ୍ ଭ୍ୟାଲି କିନ୍ତୁ ଯେହେତୁ ତା ଆମ ପାଖରେ ତାର ସୋର୍ସ ନାହିଁ ରିଟର୍ନ ଏଭିଡେନ୍ସ ନାହିଁ ସେଥିପାଇଁ ଆମେ ତାକୁ କାଉଣ୍ଟ କରିବୁ। ଯେତେବେଳେ ତା ରିଟର୍ନ ଏଭିଡେନ୍ସ ଆମକୁ ମିଳିଯିବ ବା ଆମେ ଡିସିଫାର ତାକୁ କରିପାରିବା ସେତେବେଳେ ତା ବିଷୟରେ ଅଧିକ ନଲେଜ ଆମେ ଜାଣିପାରିବୁ। କଣ ପାଇଁ ଏ ଦିଟା ତାର ଗୋଟେ ମାଛ ପୁଣି ଗାର ପୁଣି ଚକ ଏଟା କଣ ଏଟା କଣ ଏଟା ଆଲଫାବେଟ ଟା କଣ ଥିଲା ସେ ଅର୍ଡର ଟା କେହି ଜାଣିପାରି ନାହାନ୍ତି ସେଥିପାଇଁ ସେଟା ଡେସିଫାର ହେଇପାରି ନାହିଁ।
ଯୋଉ ଦିନ ସେଇଟାକୁ ଲୋକ ପଢିବା ବା ଜାଣିଯିବେ ଆ ବିଷୟରେ ସେ ଦିନ ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ ର ଯୋଉ ସୋର୍ସ ଗୁଡିକ ରହିଲା ସେଟା ଲୋକମାନଙ୍କ ପାଖରେ ପହଞ୍ଚିଯିବ। ବୁଝିପାରିଲ? ଆମର କେତେଟା ସିଭିଲାଇଜେସନ ଅଛି? ହଁ, ତାପରେ ତାପରେ ମହେଞ୍ଜୋଦାର କୁଆଡୁ ଆସିଲା? ଇଣ୍ଡସ୍ ଭ୍ୟାଲି ସେ ମହେଞ୍ଜୋଦାର ସବୁ ଆସିଲା। इंडियन इकोनॉमिक्स इंडियन वर्ल्ड ओल्डेस्ट कोटा इजिप्ट ना मेसोपोटामिया इजिप्ट ହେଲା ଇଜିପ୍ଟ ର ସୋର୍ସ ମାନେ ହରପ୍ପା ଆଉ ଇଜିପ୍ଟ ଦିଟାଙ୍କର ଟାଇମ ପିରିୟଡ ପ୍ରାୟତଃ ସେମ୍ କିନ୍ତୁ ହରପ୍ପାର ଜିନିଷ ମିଳୁନାହିଁ ମାନେ ରିଟର୍ନ ଏଭିଡେନ୍ସ ମିଳୁନି କୋଉଠି କିନ୍ତୁ ଅଲଗା ସୋର୍ସ ମିଳୁଛି ଟ୍ରେଡ କରୁଥିଲେ ସେ ସୋର୍ସ ଅଛି ଖାଲି କୋଉ ସୋର୍ସ ନାହିଁ ରିଟର୍ନ ଏଭିଡେନ୍ସ ମାନେ ରିଟର୍ନ ଏଭିଡେନ୍ସ ଆଗରେ ହରପ୍ପାର ଥିଲା ପରବର୍ତ୍ତୀ ଟାଇମରେ ସେଟା ଚେଞ୍ଜ ହେଇଛି ତାହେଲେ ଏଠିକା ରିଟର୍ନ ଏଭିଡେନ୍ସ ଇଜିପ୍ଟରେ ମିଳିବା କଥା କଏନରେ ତ ଥିବା କଥା ହେଲା ହଉ ଏବେ ଆମେ ପଳେଇ ଆସିବା ସୋର୍ସ ଜେମ୍ସ ପ୍ରିନ୍ସେପଙ୍କ ନାଁଟା ମନେ ରଖିବା 1937 ସେ କଣ କରିଥିଲେ ଅଶୋକଙ୍କର ଶିଳାଲେଖ ସେ ଡିସ୍କ୍ରାଇବ କରିଥିଲେ ଫାର୍ଷ୍ଟ ବ୍ରାହ୍ମୀ ସୋର୍ସେସ ଦେଖ ସୋର୍ସ ଦି ଟାଇପ ର ଅଛି ଗୋଟେ ଆନ୍ସିଏଣ୍ଟ ର ଅଛି ଆଉ ଗୋଟେ ଆକ୍ଚୁଆଲ ଆମ ବହି ହିସାବରେ ଗୋଟେ ଦିଆହେଇଛି ଆନ୍ସିଏଣ୍ଟ ଜମା ଦିଟା ଅଛି ଗୋଟେ ରହିବ ଆର୍କିଓଲୋଜିକାଲ ଆଉ ଗୋଟେ ରହିବ ତମର ଲିଟରାରୀ ହେଲା ଗୋଟେ ରହିଲା ପ୍ରତ୍ନତାତ୍ତ୍ୱିକ ଆଉ ଗୋଟେ ରହିଲା ସାହିତ୍ୟ କିନ୍ତୁ ମଡେଲ ହିସାବରେ ଆମ ପାଖରେ ତିନିଟା ରହିବ ଆର୍କିଓଲୋଜି ଲିଟରାରୀ ବା ଲିଟରାସି ଯୋଉଟା ରହିଲା ଆଉ ଗୋଟେ ରହିଲା ଆର୍କାଇଭ ଆଉ ଗୋଟେ ରହିଲା ତାହେଲେ ଦିଟାଙ୍କ ମୁଁ କହିଦେଇ ଦଉଛି ଫାର୍ଷ୍ଟ ରହିବ ଏଥିରେ ଜାଗା ହବନି ଯାହା ହଉଛି ହଉ ସୋର୍ସ ମୁଁ ଫାର୍ଷ୍ଟ ଦିଟା ଲେଖି ଦଉଛି ଏଟା ଆନ୍ସିଏଣ୍ଟ ର ଲେଖୁଛି ନା ଗୋଟେରେ ହିଁ ରହିଯିବ ଯୋଉଟା ବହିରେ ଦିଆହେଇଛି ବହିରେ ଯୋଉଟା ଅଛି ସେଇଟା ହିଁ କରିଦଉଛି ଫରେନ୍ ଆକାଉଣ୍ଟ ପା ଆସିଯିବ ସେଇଥିରେ ଲିଟରାରୀରେ ଫରେନ୍ ଆକାଉଣ୍ଟ କହିଲେ କଣ ବୁଝିବା ବାହାରୁ ଯୋଉ ଆସିଥିଲେ ଟ୍ରାଭେଲର ମାନେ ସେମାନେ କିଛି ଲେଖିକି ଯାଇଛନ୍ତି ରିଟର୍ନ ଏଭିଡେନ୍ସ ଗୁଡିକ ଆସିବ ତମର କୋଉଠି ଲିଟରାସିରେ ଆସିବ ବୁଝିପାରିଲ ଯୋଉ ଜିନିଷକୁ ସଂରକ୍ଷଣ କରି ଏବେ ରଖା ହେଇଛି ଷ୍ଟେଟ ଆର୍କାଇଭ ରେ ଯୋଉଥିରେ ଆମକୁ ମିଳୁଛି ତଥ୍ୟ ଉପାଦାନ ସେଟା ଆର୍କାଇଭ ରେ ରହିଲା ଆର୍କିଓଲୋଜି ମାନେ ମାଟି ଖନନ କରି ଯୋଉଗୁରା ବାହାରୁଛି ପଟରୀ ବାହାରୁଛି ନ୍ୟୁମେସ୍ମେଟିକ ବାହାରୁଛି ମାନେ କଏନ ବାହାରୁଛି ବିଭିନ୍ନ ପ୍ରକାର ତମର ଆର୍ଟ ଆର୍କିଟେକ୍ଚର ସ୍କଲ୍ପଚର ସବୁ ବାହାରୁଛି ଲିଙ୍ଗରାଜ ମନ୍ଦିର କେତେ ଜଣ ଯାଇଥିବ ଟିକେ ଆଗକୁ ଆସିଲେ ତା ସାଇଡରେ ଆଉ ଗୋଟେ ମନ୍ଦିର ଅଛି ସୁକସାରୀ ମନ୍ଦିର ହେଲା ସେଇଠି ସେ ମନ୍ଦିର ଟା କିଛି ବର୍ଷ ହବ ଏକ୍ସକଭେସନ କରାଯାଇଛି ସେ ମନ୍ଦିର ଟା ମାଟି ତଳୁ ହିଁ ବାହାରିଛି ଏକ୍ସକଭେସନ କଣ ଏକ୍ସକଭେସନ କଣ ତା ସାଇଡରେ ଗୋଟେ ଟ୍ରେଞ୍ଚ ଅଛି ଟ୍ରେଞ୍ଚ ର ବି ବହୁତ ସ୍କୋୟାରରେ ଥିବ ଏଇଠୁ ତମକୁ ହାଫ ହାଫ ମିଟର ଗ୍ୟାପ ଦେବେ ଏପଟୁ ହାଫ ମାନେ ଟୋଟାଲ ଏଟା 1 ମିଟର ଗ୍ୟାପ ରହିବ ବୁଝିପାରିଲ ଏଟା 1 ମିଟର ଗ୍ୟାପ ରହିବ ଏଠୁ ଆସିବ ଏମିତି ଯିବ ଏଟାକୁ 1 ମିଟର ଏଟା ବି 1 ମିଟର ତମ ଟ୍ରେଞ୍ଚ ଏଇଗୁରା ହିଁ ହବ ତମର ମେନ୍ ବକ୍ସ ଏଇଗୁରା ହିଁ ହବ ତମର ବକ୍ସ ଯୋଉ ଜାଗାରେ କଣ ହଉଥିବ ଏକ୍ସକଭେସନ ହଉଥିବ ଏ ସାଇଡରେ ଦିଆଯାଇଥିବ ସୂତା ଯେମିତି ରାଜମିସ୍ତ୍ରୀରେ ଦେଖିଥିବ ସୂତାରେ ସବୁ ମେଜରମେଣ୍ଟ କରାହଉଛି ଏଠି ବି ଠିକ ସୂତାରେ ତମର ମେଜରମେଣ୍ଟ କରାଯିବ ତମେ ଆଠୁ ଅଧିକ କହିବ ମୁଁ ଏଇଠୁ ଡାଇରେକ୍ଟ 1 ମିଟର ନେଇପାରିବି ହବନି ବୁଝିପାରିଲ ହବନି ଏ ଜିନିଷରେ ତାହେଲେ ଆର ବି ଅଛି ଏଟା ପଢିବାକୁ ଗଲେ ତମକୁ ଯିବାକୁ ପଡିବ ଦିଲ୍ଲୀ ଗୋଟେ ନର୍ମାଲ ଏକ୍ସାମ ଟା ଦବ ଏକ୍ସାମ କ୍ୱାଲିଫାଇ କରିବ ସେ ତମକୁ ପଢେଇବେ ଗୋଟେ ବର୍ଷ ଯେତିକି ସାଇଟ ରହିଛି ସବୁ ସାଇଟ ତମକୁ ନେଇକି ମାନେ ତମେ ସେ ହଷ୍ଟେଲରେ ରହିବ କମ ବାହାରେ ବୁଲିବ ଅଧିକ ସବୁ ତାଙ୍କର ସେ ତମକୁ ଆହୁରି ଓଲଟି ଖର୍ଚ୍ଚ ବି ଦେବେ 6,000 ଟଙ୍କା ପର ମନ୍ଥ ଦେବେ
ଶୁଣି ତ ସାର ସେଟା ଖର୍ଚ୍ଚ କିଛି ନାହିଁ। ହଷ୍ଟେଲରେ ତମକୁ ଯିବ ମେ ବି ମାସକୁ 100 ରୁ 150 ଟଙ୍କା ଖାଇବାରେ। ବୁଝିପାରିଲ? ବୁଲାବୁଲି ତାଙ୍କ ସହ ହିଁ ଯିବ। ଖାଲି ଏତିକି ରହିଲା କଳା ପଡିଯିବ। ବିଦ୍ୟୁତ କଳା ପଡିଯିବ କାହିଁକି ନା ଆର ବି ଅଛି ଏଟା କେବେ ବର୍ଷାରେ ଖୋଳା ଯିବନି। ବର୍ଷାରେ କେବେ ବି ଆର୍କିଓଲୋଜିକାଲ ସର୍ଭେ ହୁଏ ନାହିଁ। କାହିଁକିନା ତମେ ଯୋଉ ଜାଗାରେ ଖୋଳିଥିବ ପାଣି ପଶିବ, ସାଇଡ ଧୋଇ ହେଇଯିବ। ସେଇଥିପାଇଁ ମାନେ ତାପରେ ଟାଇମ କଣ ଶୀତ ଶେଷ ହବ ମାନେ ଏଇ ଟାଇମ ଟା ବସନ୍ତ ହେଲା, ଶେଷ ହେଲା ଆଉ କଣ ହେଲା ଖରା ଆସିବ ଏଇ ଟାଇମ। ଆଉ ଦିନ ସାରା ତମକୁ ସେ ସାଇଡରେ ବୁଲିବାକୁ ପଡିବ। ହାଟ ଗୋଟେ ଲଗେଇ ଦେଇଥିବ ସେ ରହିଲା ହେଲା ବୁଲିବ। ତମକୁ ଆସିଲେ ଆଉ କିଏ ଚିହ୍ନି ପାରିବେନି। ତମେ ଯିବ ବର୍ଷ ପରେ ଆସିବ ତମକୁ କେହି ଚିହ୍ନି ପାରିବେ। ହଉ ଆର୍କିଓଲୋଜିକୁ ଡିଭାଇଡ କରାଯାଇଛି ହେଲା ତିନୋଟି ପାର୍ଟରେ। ଗୋଟେ ରହିଲା ଆର୍କାଇଭ ରହିଲା, ଆର୍କାଇଭ ଅଲଗା ଏଟା ହଉଛି ଆର୍କିଓଲୋଜିକାଲ ଆର୍କାଇଭ। ତାପରେ ରହିଲା ନ୍ୟୁମିସ୍ମାଟିକ କଏନ୍ସ। ତାପରେ ରହିଲା ସର୍ଭେ ଯୋଉଟା ରହିଲା ମୁଁ ଆଠ ଆଉ ଗୋଟେ ଲେଖିଛ ସର୍ଭେ। ମାନେ ଏଟା ଏତେ ଇମ୍ପୋର୍ଟାଣ୍ଟ ନୁହେଁ ସର୍ଭେଟା, କିନ୍ତୁ ବହିରେ ଦିଆ ହେଇଛି ଯେହେତୁ ମୁଁ ସେଟା ଲେଖିଥିଲି। ସର୍ଭେଟା ଇମ୍ପୋର୍ଟାଣ୍ଟ ନୁହେଁ। ଆଗେ ବୁଝିବା ଆର୍କାଇଭ କହିଲେ କଣ। ଆର୍କାଇଭ ହଉଛି ଯୋଉ ଜାଗାରେ ଜିନିଷ ପତ୍ରକୁ ସଂରକ୍ଷଣ ମାନେ ମ୍ୟୁଜିୟମ ଟାଇପ। ବୁଝିପାରିଲ? କଣ ହେଲା 1904ରେ ଯେତେବେଳେ ଲର୍ଡ କର୍ଜନ ଇଣ୍ଡିଆର ଭାଇସରୟ ଥିଲେ, ସେତେବେଳେ ସେ କିଛି କହିଲେ ଯେ ନିଜ ଦେଶର ଜିନିଷ ବା ହିଷ୍ଟ୍ରିକୁ ପ୍ରିଜର୍ଭ କରି ରଖିବାର ଦାୟିତ୍ଵ ତାଙ୍କର। ତା ପୂର୍ବରୁ କଣ ହଉଥିଲା ନା ବ୍ରିଟିଶର ଯୋଉମାନେ ରହିଲେ ସେ ଭାରତର ବହୁତ ଗୁଡେ ଜିନିଷ ଗୁଡିକ ସେମାନେ ତାଙ୍କ ଦେଶକୁ କଣ କରୁଥିଲେ ଟ୍ରାନ୍ସପୋର୍ଟ କରୁଥିଲେ। ଯାହା ଫଳରେ କି ଏ ଦେଶର ହିଷ୍ଟ୍ରି ବିଷୟରେ ଅନନ୍ତ ଥିଲେ। ବୁଝିପାରିଲ? ତ ଲର୍ଡ କର୍ଜନ ଦେଖିଲେ ଯେ ଯଦି ଆମେ ଭାରତର ସବୁ ଜିନିଷ ନେଇକି ଯିବା ତାହେଲେ ଭାରତର ହିଷ୍ଟ୍ରି କଣ ରହିବ। ସେଥିପାଇଁ 1904ରେ ଗୋଟେ ସର୍ଭେ ଆସିଲା। ସେ ସର୍ଭେରେ କଣ କୁହାଗଲା ଇଣ୍ଡିଆର ଯୋଉ ସବୁ ଜିନିଷ ରହିଲା ସେ ଜିନିଷକୁ ମ୍ୟୁଜିୟମ ତିଆରି କର ଏବଂ ସେ ମ୍ୟୁଜିୟମରେ ରଖ। ଯୋଉ ଆର୍କାଇଭ ରହିଲା ତାର ମଡର୍ନ ନାଁ ହଉଛି କଣ ମ୍ୟୁଜିୟମ। ବୁଝିପାରିଲ? ଏଇଟା ଏଟାର ନୁହେଁ, ଏଟା ମ୍ୟୁଜିୟମ ନୁହେଁ, ସେଟା ସଂଗ୍ରହାଳୟ, ଏଇଟା ମ୍ୟୁଜିୟମ। କୋଉଠି ଆର୍କିଓଲୋଜିରେ ଯୋଉଟା ଗଲା ସେଇଟା ମ୍ୟୁଜିୟମ କୁ ଆସିଲା, ସେଟା ସଂଗ୍ରହାଳୟ। ଯୋଉଠି ମ୍ୟୁଜିୟମ ମାନେ ବି ସଂଗ୍ରହାଳୟ କିନ୍ତୁ ଏଟା ଆର୍କାଇଭ ଉପରେ ଆର୍କିଓଲୋଜିକାଲ ରିମେନ୍ସ ଉପରେ। ଅଲଗା କିଛି ମିଳିବନି। ତମେ ଷ୍ଟେଟ ମ୍ୟୁଜିୟମ କୁ ଯିବ ଭୁବନେଶ୍ୱରର, ସେଠି ତମେ କଣ ଦେଖିବାକୁ ପାଇବ ନ୍ୟୁମେସ୍ମେଟିକ ଦେଖିବାକୁ ପାଇବ। କୋଉ ଜାଗାରେ ତମର ତାଳ ପତ୍ରରେ ଲେଖା ହେଇଥିବ ସେ ସବୁ ଜିନିଷ ପାଇବ ହେଲା। ସେଟା ଲିଟରାରୀର ଆର୍କାଇଭ। ସବୁ ଡିଫରେଣ୍ଟ ଡିଫରେଣ୍ଟ ଆର୍କାଇଭ ଅଛି। ତମେ ଏଇଠି ଯାଉଛ କଣ ଏଠି ଗୋଟେ ମ୍ୟୁଜିୟମ ଟା ଅଛି, ଏଠି ମ୍ୟୁଜିୟମ ଫେରେ ମ୍ୟାରିଟାଇମ ମ୍ୟୁଜିୟମ। ମ୍ୟାରିଟାଇମ ମ୍ୟୁଜିୟମରେ ତମେ କଣ ଦେଖିବାକୁ ପାଉଛ ବୋଟ ହେଲା, କେମିତି କଣ ଯାଉଥିଲେ ତାଙ୍କର ବି କଣ ଥିବ ସେ ଟେଲିସ୍କୋପ ବଗେରା ସବୁ ଥିବ। ଏଇ ସବୁ ଜିନିଷ ହିଁ ଦେଖିବାକୁ, ଲଣ୍ଠନ ଏଇ ସବୁ ଜିନିଷ ୟୁଜ କରୁଥିଲେ। ସେଥିରେ ତ କଏନ ନାହିଁ, କଏନ ବି ଥିବ କାରଣ ଯେତେବେଳେ ଟ୍ରେଡ କରୁଥିଲେ ସେଟା ଥିବ। ବା ସେଥିରେ ଷ୍ଟୋନ ଅଛି କି ଷ୍ଟୋନ ଅଛି ବଡ ବଡ ପୁରୁଣା ଷ୍ଟୋନ ଛୋଟ ଛୋଟ ଷ୍ଟୋନ ଏଗୁରା ଛାଡ। ଏଗୁରା ନୁହଁ, ବଡ ବଡ ଷ୍ଟୋନରେ ଲେଖା ହେଇଥିବ କିଛି ପଟେରୀ ମାଟି ପାତ୍ର ଯୋଉଥିରେ ଯୋଉ ତମର କଣ ହେଇଥିବ ବିଭିନ୍ନ ପ୍ରକାର ଚିତ୍ର ହେଇଥିବ। ଯୋଉରା ଟ୍ରାନ୍ସପୋର୍ଟ କରୁଥିଲେ ସେଟା ଅଲଗା, ଟ୍ରାନ୍ସପୋର୍ଟେସନ ଯୋଉଟା କରୁଥିଲେ ସେଟା ଅଲଗା। ମାନେ ଗୋଟେ ଜାହାଜ ନେଇକି ଯାଉଥିଲେ ଜାହାଜ ଟା ବୁଡିଗଲା ସିଙ୍କ୍ କରିଗଲା ତ ସେଇଥିରେ ଯୋଉ ଜିନିଷ ଗୁଡା ଥିଲା ତାକୁ ମୁଁ ରଖିବି ସେଟା ଅଲଗା ରହିଲା। ତାପରେ ରହିଲା ଲିଟରାରୀ। ଲେଖା ମାଧ୍ୟମରେ ତମେ କଣ ରହୁଛି ଲେଖାରେ ତମ ଧର୍ମ ସାହିତ୍ୟ ରହୁଛି, ବୈଦେଶିକ ବିବରଣୀ ମାନେ ଫରେନ ଆକାଉଣ୍ଟ ରହୁଛି। ତାପରେ ରହୁଛି ତମର ଲୋକାଲ ବା ସେକୁଲାର। ଲୋକାଲରେ କଣ କିଏ କଣ ଲେଖୁଛି
ବୁଝିପାରିଲ? ତାହେଲେ ଫାଷ୍ଟ ଆମର କଣ ରହିଲା? ରିଲିଜିୟସ୍। ରିଲିଜିୟସ୍ ଉପରେ କଣ ରହିଲା? ଧର୍ମ କ୍ଷେତ୍ରରେ କଣ ଲେଖାଯାଏ? ଏଟାକୁ ଯଦି ଆମେ ଆନ୍ସିଏଣ୍ଟ ୱେରେ ଦେଖିବା ତାହେଲେ ଆନ୍ସିଏଣ୍ଟ ରିଲିଜିୟନ୍ସ ରେ ଆସିଯିବ ତମର ବେଦିକ, ବୁଦ୍ଧିଷ୍ଟ, ଜୈନ। ବେଦିକ ର ଲେଖା ହେଇଥିବ। ବେଦିକ ର କଣ ରହିଛି? ବେଦ କେତେଟା ଅଛି? ଚାରିଟା ବେଦ। ବୁଦ୍ଧିଷ୍ଟ ଆସିଯିବ। ବୁଦ୍ଧିଷ୍ଟ ରେ ଲେଖା ଯିବ ଅଙ୍ଗୁତ୍ତର ନିକାୟ। ତାପରେ ତମର ଜୈନ ଆସିଯିବ। ଜୈନରେ ବି ଲେଖାଯିବ। ଏଇ ସବୁ ଜିନିଷ ସବୁ ବ୍ରାହ୍ମୀରେ ଲେଖା ହେଇଥିଲା। ଲାଙ୍ଗୁଏଜ କଣ ଥିଲା? ହେଲା ପାଲି ଆଉ ପ୍ରାକୃତ। ପ୍ରାକୃତ